ସେତେବେଳର ସମୟ ରାତି ଥିଲା। ଆକାଶ ମେଘୁଆ ଥିଲା ଏବଂ ପବନରେ ଏକ ଅଦ୍ଭୁତ ଶୀତଳତା ଥିଲା। ଆରବ ଜଙ୍ଗଲ ମଧ୍ୟରେ ଏକାକୀ ତାଙ୍କ ବାଇକ୍ ଚଲାଉଥିଲେ। ରାସ୍ତାରେ କେବଳ ତାଙ୍କର ହେଡଲାଇଟ୍ ଥିଲା, ଯାହା ପୁରା ଅନ୍ଧାରକୁ ଭେଦ କରୁଥିଲା। ଆରବ ଜଣେ ଭୟଙ୍କର ବ୍ଲଗର ଥିଲେ ଏବଂ ଆଜି ସେ ଏପରି ଏକ ସ୍ଥାନରେ ପହଞ୍ଚିଥିଲେ ଯେଉଁଠାକୁ କେହି ଯିବାକୁ ସାହସ କରୁନଥିଲେ। ସେଇଟା ଥିଲା ରାଜଗଡ଼ ହାବେଳି। କୁହାଯାଏ ଯେ 50 ବର୍ଷ ଧରି କେହି ସେହି ପ୍ରାସାଦରେ ପ୍ରବେଶ କରିନଥିଲେ। ହଠାତ୍ ଆକାଶରେ ବିଜୁଳି ଚମକି ଉଠିଲା ଏବଂ ଦୂରରେ ଅନ୍ଧାରରେ ପ୍ରାସାଦର ଅନ୍ଧାର ଛାଇ ଦେଖାଗଲା। ଆରବ ତାଙ୍କ ବାଇକ୍ ଅଟକାଇ ଧୀରେ ଧୀରେ ଫାଟକ ପାଖକୁ ଗଲେ। ମଣିଲ ଲୁହା ଫାଟକରେ ଲେଖାଥିଲା ପ୍ରବେଶ ନିଷେଧ। ସେ କିଛି ସମୟ ପାଇଁ ଚାରିପାଖକୁ ଚାହିଁଲେ। ନୀରବତା ଏତେ ତୀବ୍ର ଥିଲା ଯେପରି ସମଗ୍ର ସ୍ଥାନ ନିଶ୍ୱାସ ବନ୍ଦ କରି ରଖିଛି। ଆରବ ଫାଟକକୁ ଠେଲିଦେଲେ ଏବଂ ଏହା ଧୀରେ ଧୀରେ ଏକ କର୍କଶ ଶବ୍ଦ ସହିତ ଖୋଲିଗଲା। ସେହି ମୁହୂର୍ତ୍ତରେ ହଠାତ୍ ପବନ ବହିବାକୁ ଲାଗିଲା, ଯେପରି ପ୍ରାସାଦ ନିଜେ ତାଙ୍କୁ ପ୍ରବେଶ ନ କରିବା ସତର୍କ କରାଉଛି। ସେ ପ୍ରାସାଦ ଭିତରକୁ ପାଦ ଦେବା ମାତ୍ରେ ପରିବେଶ ବଦଳିଗଲା। ବାହାର ପବନ ଏବଂ ଶବ୍ଦ ହଠାତ୍ ଅଦୃଶ୍ୟ ହୋଇଗଲା। ତାଙ୍କ ସମ୍ମୁଖରେ ଏକ ବଡ଼ ହଲ୍ ପଡ଼ିଥିଲା। କାନ୍ଥରେ ପୁରୁଣା ଚିତ୍ର ଝୁଲୁଥିଲା। ରାଜକୀୟ ବ୍ୟକ୍ତିଙ୍କ ଆଧାରରେ ସେମାନଙ୍କ ଆଖି ଝଲସି ଯାଉଥିଲା, ଯେପରି ଆରବକୁ ଚାହିଁ ରହିଛି। ମହଲା ଧୂଳିର ଏକ ଘନ ସ୍ତର ଦ୍ୱାରା ଆଚ୍ଛାଦିତ ଥିଲା ଏବଂ ପ୍ରତ୍ୟେକ ପାଦ ସହିତ କାଠ କଡ଼ କଡ଼ କରୁଥିଲା। ତାପରେ ଉପର ମହଲାରୁ ଧୀର ପାଦ ଶବ୍ଦର ଶବ୍ଦ ଆସିଲା, ଯେପରି କେହି ଜଣେ ଭାରି ପାଦ ଧରି ଚାଲୁଛି। ଆରବ ଉପରକୁ ଚାହିଁଲା, କିନ୍ତୁ ସେଠାରେ କିଛି ନଥିଲା। କିଛି ସମୟ ପରେ ମହଲା ଦେଇ ଏକ ମୃଦୁ ଫୁସ୍ଫୁସ୍ ଶବ୍ଦ ପ୍ରତିଧ୍ୱନିତ ହେଲା। ସ୍ୱରଟି ବହୁତ ମୃଦୁ ଥିଲା, କିନ୍ତୁ ସ୍ପଷ୍ଟ ଭାବରେ ଶୁଣା ଯାଉଥିଲା। ଏହା ଏପରି ଥିଲା ଯେପରି କେହି ତାଙ୍କ କାନ ପାଖରେ ଫୁସ୍ଫୁସ୍ କରି କହିଲେ, ଆରବ। ସେ ସ୍ଥିର ହୋଇଗଲେ। ସେ ଚାରିପାଖକୁ ଚାହିଁଲେ, କିନ୍ତୁ ହଲ୍ରେ କେହି ନଥିଲେ। ତାପରେ ପୁଣି ସମାନ ସ୍ୱର ଆସିଲା, ଆରବ, ଆରବ। ଏଥର ଏହା ଉପର ମହଲାରୁ ଆସିଥିଲା। ଆରବ ଧୀରେ ଧୀରେ ସିଡ଼ି ଚଢ଼ିବାକୁ ଲାଗିଲା। ପ୍ରତ୍ୟେକ ପାଦ ସହିତ ସିଡ଼ି କଡ଼ କଡ଼। କୋଠରୀରେ କେବଳ ଗୋଟିଏ ଜିନିଷ ଥିଲା, କାନ୍ଥରେ ଝୁଲୁଥିବା ଏକ ବଡ଼ ପୁରୁଣା ଦର୍ପଣ। ଆରବ ଦର୍ପଣକୁ ଚାହିଁଲା ଏବଂ ହଠାତ୍ ସେ ତାଙ୍କ ପଛରେ ଠିଆ ହୋଇଥିବା କାହାର ଛାଇକୁ ଅନୁଭବ କଲା। ଜଣେ ମହିଳା ଧଳା ଶାଢ଼ୀ ପିନ୍ଧିଥିଲେ, କିନ୍ତୁ ତାଙ୍କ ମୁହଁ ପୁରା ଅଦୃଶ୍ୟ ଥିଲା। ଆରବ ଶୀଘ୍ର ପଛକୁ ବୁଲିଗଲେ, କିନ୍ତୁ ତାଙ୍କ ପଛରେ କେହି ନଥିଲେ। ସେ ପୁଣି ଦର୍ପଣକୁ ଦେଖିଲେ ଏବଂ ଏଥର ତାଙ୍କ ହୃଦୟ ଧଡ଼ ଧଡ଼ କରିବାକୁ ଲାଗିଲା। ଦର୍ପଣରେ ସେହି ମହିଳା ଏବେ ତାଙ୍କ ପଛପଟେ ଠିଆ ହୋଇଥିଲେ। ତାଙ୍କ ମୁହଁ ଏବେ ବି ଅସ୍ପଷ୍ଟ ଥିଲା, କିନ୍ତୁ ତାଙ୍କ ଉପସ୍ଥିତି ଏତେ ଥଣ୍ଡା ଥିଲା ଯେ ଘରର ପବନ ହଠାତ୍ ବରଫ ଭଳି ଥଣ୍ଡା ହୋଇଗଲା। ଆରବ ପଛକୁ ହଟିବାକୁ ଲାଗିଲା, କିନ୍ତୁ ତାପରେ ଦ୍ୱାର ଆପେ ଆପେ ବନ୍ଦ ହୋଇଗଲା। କୋଠରୀରେ ଏକ ମୃଦୁ ସ୍ୱର ପ୍ରତିଧ୍ୱନିତ ହେଲା, ତୁମେ ଏଠାକୁ କାହିଁକି ଆସିଲ? ଆରବ ଭୟରେ ଚାରିପାଖକୁ ଚାହିଁଲା। ସ୍ୱର ଦର୍ପଣ ଭିତରୁ ଆସୁଥିବା ପରି ମନେ ହେଉଥିଲା। ସେ ଦର୍ପଣକୁ ଦୌଡ଼ିବାକୁ ଚେଷ୍ଟା କଲା, କିନ୍ତୁ ଦ୍ୱାର ଖୋଲିଲା ନାହିଁ। ହଠାତ୍ ଦର୍ପଣର ପୃଷ୍ଠ ପାଣି ପରି ଲହଡ଼ିବାକୁ ଲାଗିଲା। ଆରବ ଅନୁଭବ କଲା ଯେପରି କୌଣସି ଅଦୃଶ୍ୟ ଶକ୍ତି ତାଙ୍କୁ ଦର୍ପଣ ଆଡ଼କୁ ଟାଣି ନେଉଛି। ଭୟଭୀତ ହୋଇ ତାଙ୍କ ନଜର କୋଠରୀର କୋଣରେ ପଡ଼ିଥିବା ଏକ ପୁରୁଣା ଡାଏରୀ ଉପରେ ପଡ଼ିଲା। ସେ ଏହାକୁ ଉଠାଇ ଶୀଘ୍ର ପୃଷ୍ଠାଗୁଡ଼ିକ ଓଲଟାଇଲେ। ସେଥିରେ ଲେଖାଥିଲା, ଯେ କେହି ଏହି ପ୍ରାସାଦରେ ଏହି ଦର୍ପଣକୁ ଦେଖେ, ସେମାନଙ୍କର ଆତ୍ମା ଏଥିରେ ସବୁଦିନ ପାଇଁ ବନ୍ଦୀ ହୋଇଯିବ। ଆରବଙ୍କ ମୁହଁ ଫିକା ପଡ଼ିଗଲା। ସେ ଦର୍ପଣକୁ ଦେଖିଲେ ଏବଂ ଏଥର ତାଙ୍କ ନିଜ ମୁହଁ ଅଜବ ଦେଖାଗଲା। ତାଙ୍କ ଆଖି ଅନ୍ଧକାରମୟ ହୋଇଯାଇଥିଲା, ଯେପରି ଅନ୍ଧାର ସେମାନଙ୍କୁ ପୂର୍ଣ୍ଣ କରିଦେଇଛି। ଦର୍ପଣରେ ଠିଆ ହୋଇଥିବା ମହିଳା ଧୀରେ ହସିଲେ। ତାଙ୍କ ହସରେ ଏକ ଶୀତଳ ନୀରବତା ଥିଲା। ସେ ଫୁସ୍ଫୁସ୍ କରି କହିଲେ, ଏବେ ତୁମେ ମଧ୍ୟ ଏଠାରେ ରହିବ। ସେହି ମୁହୂର୍ତ୍ତରେ କୋଠରୀର ସମସ୍ତ ଆଲୋକ ଲିଭିଗଲା ଏବଂ ପ୍ରାସାଦରେ ଏକ ଗଭୀର ନୀରବତା ଆସିଲା। ପରଦିନ ସକାଳେ ଯେତେବେଳେ ଲୋକମାନେ ପ୍ରାସାଦ ବାହାରେ ପହଞ୍ଚିଲେ, ଭିତରେ କେହି ନଥିଲେ। କେବଳ ଆରବଙ୍କ ବାଇକ୍ ବାହାରେ ପାର୍କିଂ କରାଯାଇଥିଲା ଏବଂ ତାଙ୍କ କ୍ୟାମେରା ମାଟିରେ ପଡ଼ିଥିଲା। ଭିଡ଼ିଓ ରେକର୍ଡିଂର ଶେଷ ଫ୍ରେମ୍ରେ କେବଳ ଗୋଟିଏ ଫ୍ରେମ୍ ଦେଖାଯାଇଥିଲା। ଦର୍ପଣରେ ଆରବଙ୍କ ମୁହଁ ଏବଂ ତାଙ୍କ ପଛରେ ଠିଆ ହୋଇଥିବା ସେହି ମହିଳା ହସୁଥିଲେ। ଗାଁ ଲୋକେ କୁହନ୍ତି, ସେହି ରାତି ପରେ ପ୍ରାସାଦ ଭିତରୁ କେତେକ ସମୟରେ କାହାର କଥା କହିବାର ସ୍ୱର ଶୁଣାଯାଏ। କେତେବେଳେ କେହି ଜଣେ ଆରବ ବୋଲି ଡାକନ୍ତି, ଆଉ ଯିଏ ମଧ୍ୟ ପ୍ରାସାଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରେ, ସେ ଆଉ ଫେରି ଆସିପାରେ ନାହିଁ। ସେମାନେ କୁହନ୍ତି ଯେ
ଏବେ ଯେତେବେଳେ କେହି ପ୍ରାସାଦ ପାଖକୁ ଯାଆନ୍ତି, ଆରବର ଛାଇ ପୁରୁଣା ଦର୍ପଣରେ ଦେଖାଯାଏ, ଯେପରି ସେମାନଙ୍କୁ ଭିତରକୁ ନ ଯିବାକୁ ଚେତାବନୀ ଦେଉଛି। କାରଣ ପ୍ରାସାଦ ଏବେ ବି ଜୀବିତ ଅଛି ଏବଂ ଏହା ଏବେ ବି ଏକ ନୂତନ ଆତ୍ମାକୁ ଅପେକ୍ଷା କରିଛି।